ଆଜିର ଭିଡ଼ିଓରେ ଜାଣିବା କି ଆପଣମାନଙ୍କ ମେଲ୍ ଆଇଡ଼ିରେ କେତୋଟି ମୋବାଇଲ୍ ନମ୍ବର ଲିଙ୍କ୍ ଅଛି ଆଉ ସେ ମୋବାଇଲ୍ ନମ୍ବର ଯଦି ଆପଣଙ୍କର ନୁହଁ ତାହେଲେ ଆପଣମାନେ ଡିଲିଟ୍ କେମିତି କରିବେ। ତ ବର୍ତ୍ତମାନ ଆଜିର ଭିଡ଼ିଓରେ ଜାଣିବା କି ଆପଣଙ୍କ ମେଲ୍ ଆଇଡ଼ି ସହ କେତୋଟି ଫୋନ୍ ନମ୍ବର ରେଜିଷ୍ଟର୍ଡ ହେଇକି ଅଛି ଏବଂ ଯଦି ସେ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ଆପଣଙ୍କର ମୋବାଇଲ୍ ନମ୍ବର ନୁହଁ ବା ହଜିଯାଇଛି ତାହେଲେ ସେ ନମ୍ବରକୁ ଆପଣମାନେ କେମିତି ଡିଲିଟ୍ କରିବେ। ତ ପ୍ରଥମେ ତ ଆପଣ ଗୁଗଲ୍ ଓପନ୍ କରିନେବେ। ଗୁଗଲ୍ ଓପନ୍ କରିସାରିବା ଆପଣ ଲଗର କ୍ଲିକ୍ କରିବେ। ଲଗର କ୍ଲିକ୍ କରିସାରିଲା ପରେ ଏଇଠି ଗୁଗଲ୍ ଆକାଉଣ୍ଟ ଅଛି, ଗୁଗଲ୍ ଆକାଉଣ୍ଟରେ କ୍ଲିକ୍ କରିବେ। ଗୁଗଲ୍ ଆକାଉଣ୍ଟରେ କ୍ଲିକ୍ କରିସାରିଲା ପରେ ଏଇଠି ଆପଣଙ୍କୁ ଏମିତି ଶୋ କରିବ। ତ ଏଇଠି ଅଛି ପର୍ସନାଲ୍ ଇନଫୋ। ସେ ପର୍ସନାଲ୍ ଇନଫୋରେ ଆପଣମାନଙ୍କୁ କ୍ଲିକ୍ କରିବାର ଅଛି। କ୍ଲିକ୍ କରିସାରିଲା ପରେ ତଳକୁ ସ୍କ୍ରୋଲ୍ କରିବେ, ତଳକୁ ସ୍କ୍ରୋଲ୍ କରିବେ। ତଳକୁ ସ୍କ୍ରୋଲ୍ କରିସାରିଲା ପରେ ଦେଖିପାରୁଥିବେ ଏଠି 3ଟି ନମ୍ବର ଅଛି। ତ ଦେଖିପାରୁଥିବେ ଏଇଠି 3ଟି ନମ୍ବର ଶୋ କରିଯାଉଛି। ତ এই 3ଟି ନମ୍ବର ଶୋ କରୁଛି ଯେହେତୁ ଏଇଠି ରାଇଟ୍ ସାଇଡ଼୍ କ୍ଲିକ୍ କରିବେ। ରାଇଟ୍ ସାଇଡ଼୍ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣଙ୍କର ଏମିତି କିଛି ଆପଣମାନଙ୍କର ଶୋ କରିବ। ଶୋ କରିସାରିଲା ପରେ ଏଇଠି ଆପଣଙ୍କର 3ଟି ନମ୍ବର ଶୋ କରିବ। ଯେଉଁ ନମ୍ବରକୁ ଆପଣ ଡିଲିଟ୍ କରିବାକୁ ଚାହୁଁଛନ୍ତି ସେ ନମ୍ବରରେ ଆପଣ ତୀର ଚିହ୍ନରେ କ୍ଲିକ୍ କରିବେ। ତୀର ଚିହ୍ନରେ କ୍ଲିକ୍ କରିସାରିଲା ପରେ ଏଇଠି ଯେଉଁ ରିମୁଭ୍ ଅପସନ୍ ଅଛି ଡିଲିଟ୍ ଅପସନ୍ରେ କ୍ଲିକ୍ କରିବେ। ଡିଲିଟ୍ ଅପସନ୍ରେ କ୍ଲିକ୍ କରିସାରିଲା ପରେ ଆପଣଙ୍କର ଫୋନ୍ ନମ୍ବରଟି ଡିଲିଟ୍ ହେଇଯିବ।